ଯାହାକୁ ଆମେ ସବୁଠାରୁ ଅଧିକ ଭରସା କରିଥାଉ ସିଏ ଆମକୁ ମିଛ କହିବା ପୂର୍ବରୁ ଥରେ ମଧ୍ୟ ଚିନ୍ତା କରନ୍ତି ନାହିଁ। ପ୍ରେମ ବି ଗୋଟିଏ ଅଜବ ପାଗଳାମୀ। ଯାହାକୁ ହେଇଯାଏ ତାର ବଞ୍ଚିବାର କାରଣ ପ୍ରେମ ହିଁ ହେଇଥାଏ ଏବଂ ତାଙ୍କ ବଞ୍ଚି ନ ପାରିବାର କାରଣ ସେହି ପ୍ରେମ ହିଁ ହେଇଥାଏ। ଯିଏ ତୁମକୁ ପାଇବା ପାଇଁ ସାରା ଦୁନିଆକୁ ପର କରିଦେବାକୁ ରାଜି ଅଛି ତାକୁ କେବେ ଧୋକା ଦେବ ନାହିଁ, କାରଣ ତାଙ୍କ ଦୁନିଆରେ ତୁମ ଛଡ଼ା ତାଙ୍କର ଆଉ କେହି ନିଜର ନାହାନ୍ତି। ଲାଇଫରେ ଜଣେ ଏମିତି ମଣିଷକୁ ଭଲ ପାଅ ଯିଏ ତୁମ ଚେହେରାକୁ ନୁହେଁ ତୁମ ହୃଦୟକୁ ଭଲ ପାଉଥିବ। ସମ୍ପର୍କଟା ପୋଷାକ କି ଜୋତା ନୁହେଁ ଯେ କିଛି ଦିନ ବ୍ୟବହାର କରି ପୁରୁଣା ହେଇଗଲେ ଫିଙ୍ଗି ଦେବ। ଯିଏ ସମ୍ପର୍କର ପ୍ରକୃତ ମୂଲ୍ୟ ବୁଝିଥାଏ ସେ ସବୁ ସମୟରେ ସବୁ ପରିସ୍ଥିତିରେ ସାଥ ଦିଏ। ନିଜର କହିବାକୁ ଗଲେ ହଜାରେ ସମ୍ପର୍କ ମିଳିଯାଏ, ତଥାପି ମଣିଷ ଭିଡ଼ ଭିତରେ ବି ନିଜକୁ ଏକୁଟିଆ ପାଏ। ସମ୍ପର୍କକୁ ସମ୍ମାନ ଦେଲେ ହିଁ ଆପଣ ସମ୍ମାନ ପାଇବେ, ନହେଲେ ଏମିତି ଗୋଟିଏ ଦିନ ଆସିବ ସମ୍ପର୍କ ତ ଥିବ କିନ୍ତୁ ଆପଣାର କେହି ନଥିବେ। ବୁଦ୍ଧିମାନ ତ ସିଏ ହୋଇଥାନ୍ତି ଯିଏ କେଉଁଠାରେ କାହା ସାମ୍ନାରେ କ'ଣ ଏବଂ କେତେ ପରିମାଣରେ ଏବଂ କେଉଁ ଢଙ୍ଗରେ କୁହାଯିବା ଉଚିତ ଏସବୁର ଜ୍ଞାନ ରଖିଥାନ୍ତି। ସବୁବେଳେ ଭାବୁଛି ଅତୀତକୁ ଭୁଲି ବର୍ତ୍ତମାନକୁ ନେଇ ଜୀବନ ବଞ୍ଚିବି, ହେଲେ ତା ସହିତ ବିତି ଯାଇଥିବା ପ୍ରତିଟି ମୁହୂର୍ତ୍ତ ମୋତେ ଅତୀତକୁ ଭୁଲିବାକୁ ଦେଉନାହିଁ। କୌଣସି ସମ୍ପର୍କ ନିଜ ଇଚ୍ଛାରେ ଯୋଡ଼ି ହୋଇନଥାଏ, କାହିଁକି ନା ଆପଣ କେବେ କେଉଁଠି କାହାକୁ ଭେଟିବେ ତାହା କେବଳ ଉପରବାଲା ହିଁ ଠିକ୍ କରିଥାନ୍ତି। ଭାଇ ଭାଇର ସମ୍ପର୍କ ଭଗବାନ ବିପଦ ଆସିଲେ ବାଣ୍ଟି ନେବାକୁ ବନେଇଥିଲେ, କିନ୍ତୁ ଦୁଃଖର ବିଷୟ ଆଜି ପର୍ଯ୍ୟନ୍ତ ସମ୍ପତ୍ତି ବାଣ୍ଟିବାରେ ସୀମିତ ରହିଗଲା। ପଇସା ରୋଜଗାର କରିବା ପାଇଁ ଏତେ ବି ସମୟ ବିତେଇ ଦିଅନି ଯେ ପଇସା ଖର୍ଚ୍ଚ କରିବା ପାଇଁ ସମୟ ହିଁ ନଥିବ। କେତେ ଅଜବ ହେଇଥାଏ ନା, ହୃଦୟର ସମ୍ପର୍କ ଯାହାକୁ ଆମେ ହୃଦୟର ସବୁ କଥା ସେୟାର କରିଥିଲୁ ଏବେ ମନ କଥା ଜଣେଇବାକୁ ଷ୍ଟାଟସ୍ ଲଗାଇବାକୁ ପଡ଼ୁଛି। ମନେ ରଖ, ତୁମର ଶତ ଚେଷ୍ଟା ପରେ ବି ଯଦି ସେ ତୁମ ସହ କଥା ହେବା ବନ୍ଦ କରିଦିଏ ତୁମେ ଏତିକି କର, ତାର ସେଇ କଥା ତାକୁ ମନେ ପକେଇ ଦିଅ ଯାହା ସେ ରିଲେସନସିପ୍ ଆରମ୍ଭ କରିବା ବେଳେ ରାଣ ନିୟମ କରି କଥା ଦେଇଥିଲା, ଆଉ ତା ଲାଇଫ୍ର ଚାଲିଯାଉ। କିଛି ନିଜ ଲୋକ ସେତେବେଳେ ଆମର ମୂଲ୍ୟକୁ ବୁଝନ୍ତିନି ଯେତେବେଳେ ସିଏ ଏକଥା ଜାଣିଯାଆନ୍ତି କି ଆମେ ତାଙ୍କ ବିନା ରହିପାରିବୁ ନାହିଁ। ଥରେ କେହି ଧୋକା ଦେଇଥିଲେ ତାକୁ ଆଉ ବିଶ୍ୱାସ କରନ୍ତୁ ନାହିଁ, ନହେଲେ ପୁଣି ଥରେ ଧୋକା ମିଳିବାର ସମ୍ଭାବନା ରହିଥାଏ, କାରଣ ମଣିଷର ସମୟ ସହ ରୂପ ବଦଳିଯାଏ କିନ୍ତୁ ତାର ସ୍ୱଭାବ କେବେ ବଦଳି ନଥାଏ। ମଣିଷ ମରିଯାଏ ହେଲେ ଇଚ୍ଛା ସରେନି, ସେଥିପାଇଁ ଖୁସିରେ ବଞ୍ଚିବା ପାଇଁ ଶାନ୍ତିର ସନ୍ଧାନ କରନ୍ତୁ, କାରଣ ଆବଶ୍ୟକତା କେବେ ଶେଷ ହେବ ନାହିଁ। ମୋର ଜମା ବି ଚିନ୍ତା ନାହିଁ କି ତୁମେ ମୋ ସାଥିରେ ନାହଁ, ମୁଁ ଚିନ୍ତା ତ ଏଥିପାଇଁ କରୁଛି କି ତୁମେ ଖରାପ ଲୋକଙ୍କ ସାଥିରେ ନ ରହିଯାଅ। ହଁ, ମୋତେ ବି ଭଲ ଲାଗିଲା ଶୁଣିକି। କଥା ଦେଲ ଜଣକୁ, ହାତ ଧରିଲ ଆଉ ଜଣଙ୍କ, ସ୍ୱପ୍ନ ଦେଖିଲ କାହା ସହିତ, ପୂରା କରିଲ ଆଉ କାହା ସହିତ। ଜାଣିଛ ନା, ଖରାପ ସେତେବେଳେ ଲାଗେନି ଯେବେ ତୁମକୁ କେହି ବୁଝି ନପାରେ, ଖରାପ ତ ସେତେବେଳେ ଲାଗେ ଯେବେ ଲୁହ ପୋଛିବା ଲୋକ ଲୁହ ଦେଇଥାଏ। କେବଳ ମୋ ଭଲ ପାଇବା ବୁଝିପାରିଲ ନାହିଁ, ତୁମେ ବାକି ସବୁ ଭୁଲର ହିସାବ ତୁମେ ଠିକରେ ରଖିଲ। ଘୋଡ଼ା ପଛରେ ଆଉ ପଇସାବାଲା ଲୋକଙ୍କ ଆଗରେ କେବେ ବି ଚାଲିବ ନାହିଁ, କାହିଁକି ନା ଏମାନେ ଯେକୌଣସି ମୁହୂର୍ତ୍ତରେ ଲାଥ ମାରିପାରନ୍ତି। ଆଜିକାଲି ସମସ୍ତଙ୍କୁ ପ୍ରେମ ହେଇଯାଉଛି, ପ୍ରେମ ହେବା କିଛି ବଡ଼ କଥା ନୁହେଁ, ବଡ଼ କଥା ପ୍ରେମକୁ ତୁଲେଇବା ହୋଇଥାଏ। ପ୍ରଥମେ କ୍ୟାରିୟର ଗଢ଼ନ୍ତୁ,
ତାପରେ ଭଲ ପାଆନ୍ତୁ, କାରଣ ଆଜିକାଲି ଦୁନିଆରେ ଲୋକମାନେ ସେଇମାନଙ୍କ ସାଥିରେ ରହିବାକୁ ଚାହାନ୍ତି ଯେଉଁମାନଙ୍କ ପାଖରେ ଭଲ ଫ୍ୟୁଚର ନହେଲେ ଭଲ ପଇସା ଥାଏ। ମାନୁଛି ବିନା ସ୍ୱାର୍ଥରେ ସାହାଯ୍ୟ କରିବା ଉଚିତ, କିନ୍ତୁ ତା ମାନେ ଏହା ନୁହେଁ କି ଯେବେ ଆମକୁ ସାହାଯ୍ୟ ଦରକାର ପଡ଼ିବ ଆମେ ତାକୁ ଲୋଡ଼ି ପାରିବା ନାହିଁ। ସତରେ ଦୁର୍ଭାଗ୍ୟ ସେଇ ପ୍ରେମୀମାନଙ୍କର ଯେଉଁ ମଣିଷକୁ ଭଲ ପାଇବା ପାଇଁ ସେ ସବୁକିଛି ହରେଇ ଦିଅନ୍ତି, ଶେଷରେ କେବଳ ଭଲ ପାଇବା ବଦଳରେ ଦୁଃଖ ଛଡ଼ା ଆଉ କିଛି ପାଆନ୍ତି ନାହିଁ। ଏହି ଭିଡ଼ିଓଟି ଯଦି ଆପଣମାନଙ୍କୁ ଭଲ ଲାଗିଥାଏ ତାହେଲେ ମୋ ଭିଡ଼ିଓଟିକୁ ଲାଇକ୍, ସେୟାର, କମେଣ୍ଟ କରି ମୋ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିଦିଅନ୍ତୁ।